ବାହାନଗା ଟ୍ରେନ୍ ଦୁର୍ଘଟଣା କଥା ଏବେ ବି ମନେ ପଡ଼ିଲେ ଭୟ ମନରେ ଆସିଯାଉଛି। କେତେ ଯେ ଜୀବନ ଚାଲିଯାଇଛି ତାହା ତ ଫେରି ଆସିବନି, କିନ୍ତୁ ଯେଉଁମାନେ ଆହତ ହୋଇ ସେମାନଙ୍କ ଚିକିତ୍ସା ଏବେ ଚାଲିଛି ବେଶୀ ଗୁରୁତ୍ୱ। ଖାଲି ସେତିକି ନୁହେଁ, ଚିକିତ୍ସିତ ହେଉଥିବା କିଛି ଲୋକେ ନିଜ ପରିଜନଠାରୁ ଅଲଗା ହୋଇ କିଏ କେଉଁ ମେଡିକାଲରେ ଅଛନ୍ତି ତାହା ଏବେ ଖୋଜା ଚାଲିଛି। ସେପଟେ ଏହି ଟ୍ରେନ୍ ଦୁର୍ଘଟଣାରେ ବିଚ୍ଛେଦ ହୋଇଥିବା ଅନେକ ଲୋକେ ତାଙ୍କ ଠିକଣା ବି ପାଇସାରିଲେଣି। ଆହୁରି ଅନେକ ଅଛନ୍ତି ଏବେ ବି ସମ୍ପର୍କୀୟ ତାଙ୍କୁ ପ୍ରତ୍ୟେକ ମେଡିକାଲରେ ବୁଲି ବୁଲି ଖୋଜୁଛନ୍ତି। ଏ ଦେଖୁନାହାନ୍ତି, ନବ ଦମ୍ପତିଙ୍କ ଏବେ ଭେଟଘାଟ ହେଉଛି। ଦୁର୍ଘଟଣା ତାଙ୍କୁ ଅଲଗା କରିଦେଇଥିଲା, କିନ୍ତୁ କଟକ ଆଜି ତାଙ୍କୁ ମିଶାଇ ଦେଇଛି। 5 ଦିନ ପରେ ଏକାଠି ହୋଇଛନ୍ତି ପଶ୍ଚିମବଙ୍ଗର ନବବିବାହିତା ଦମ୍ପତି। କରମଣ୍ଡଳ ଟ୍ରାଜେଡିର 3 ଦିନ ପୂର୍ବରୁ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା। ଗତ 31 ତାରିଖରେ ଉଭୟଙ୍କ ବିବାହ ହୋଇଥିଲା। 2 ତାରିଖରେ ଉଭୟ ଟ୍ରେନ୍ରେ ଯାଇଥିଲେ। ସେମାନେ ଜାଣିନଥିଲେ 3 ଦିନର ଖୁସି ଭିତରେ ଏମିତି କାଳରାତି ଆସିବ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅଲଗା ହୋଇଥିଲେ ପଶ୍ଚିମବଙ୍ଗର ନବଦମ୍ପତି। ଉଦ୍ଧାର ପରେ ସ୍ତ୍ରୀ ଜାଣିନଥିଲେ ସ୍ୱାମୀ କେଉଁଠି, କି ସ୍ୱାମୀ ଜାଣିନଥିଲେ ସ୍ତ୍ରୀ କେଉଁଠି। ଶେଷରେ ଓଡ଼ିଶା ହେଲ୍ପ ଡେସ୍କ ସହାୟତାରେ ନବଦମ୍ପତି ଏକାଠି ହୋଇଛନ୍ତି। କଟକ ବଡ଼ ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଛି। ଗତକାଲି ସେମାନଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ତେବେ ଦୁର୍ଘଟଣା ବେଳର ଛାତିଥରା କହିଛନ୍ତି ନବବିବାହିତା ଦୀପାଳି। ସେଦିନର ଘଟଣାକୁ ଭୁଲି ପାରୁନାହାନ୍ତି। ତାଙ୍କ ଅବସ୍ଥା ଭଲ ଥିବା ବେଳେ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା କହିଛନ୍ତି ଦୀପାଳି। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।